ପ୍ରଥମ ମାକାବୀୟ ପୁସ୍ତକ ଅଧ୍ୟାୟ 1। ଆଲେକଜାଣ୍ଡାର ଫିଲିପଙ୍କ ପୁତ୍ର ଓ ମାସେଦନୀୟ ଆଲେକଜାଣ୍ଡାର କିତିମ ଦେଶରୁ ଆସି ପାରସ୍ୟ ଓ ମେଦୀୟମାନଙ୍କର ରାଜା ଦାରିୟସଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କ ସ୍ଥାନରେ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲେ। ତାହା ପୂର୍ବରୁ ସେ ଗ୍ରୀସର ରାଜା ଥିଲେ। ସେ ଅନେକ ଯୁଦ୍ଧ କରି ଦୁର୍ଗ ସମୂହ ଅଧିକାର କଲେ ଓ ଦେଶୀୟ ରାଜାମାନଙ୍କୁ ବଦ୍ଧ କଲେ। ପୃଥିବୀର ସୀମା ସରହଦ ପର୍ଯ୍ୟନ୍ତ ଆସି ପହଞ୍ଚି ସେ ବହୁ ସଂଖ୍ୟକ ରାଜ୍ୟ ଲୁଣ୍ଠନ କଲେ। ଏହିପରି ରାଜ୍ୟ ସମୂହ ତାଙ୍କର ଅଧୀନରେ ସୁସ୍ଥିର ହେଲା ସମୟରେ ଦର୍ପିଚିତ ହୋଇ ସେ ଅହଙ୍କାରୀ ହେଲେ। ଏକ ଶକ୍ତିଶାଳୀ ସୈନ୍ୟ ଦଳକୁ ଏକତ୍ରିତ କରି ରାଜ୍ୟ ସମୂହ ଜାତିବୃନ୍ଦ ଓ ଦେଶାଧିପତିମାନଙ୍କ ଉପରେ ସେ କର୍ତ୍ତୃତ୍ୱ ବିସ୍ତାର କଲେ ଓ ସେମାନେ ତାଙ୍କର ସାମନ୍ତ ଅଧିପତି ହେଲେ। ତତ୍ପରେ ସେ ରୋଗ ପ୍ରପୀଡ଼ିତ ହେଲେ। ସେ ହୃଦବୋଧ କଲେ ଯେ ନିଜ ମୃତ୍ୟୁର ସମୟ ଆସନ୍ନ। ତହୁଁ ତାଙ୍କର ଯୌବନ କାଳରୁ ତାଙ୍କ ସଙ୍ଗରେ ପ୍ରତିପାଳିତ ହୋଇଥିବା ତାଙ୍କ ମୁଖ୍ୟ ସେନାପତିମାନଙ୍କୁ ପାଖକୁ ଡାକି ସେ ନିଜ ରାଜ୍ୟକୁ ସେମାନଙ୍କ ମଧ୍ୟରେ ବିଭକ୍ତ କଲେ। 12 ବର୍ଷ ଧରି ରାଜୁତି କଲା ପରେ ଆଲେକଜାଣ୍ଡାର ମୃତ୍ୟୁବରଣ କଲେ। ଏହାପରେ ସେହି ସେନାପତିମାନେ ନିଜ ନିଜ ଦ୍ୱାରା ପ୍ରାପ୍ତ ଦେଶଗୁଡ଼ିକରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ତାଙ୍କର ଶରୀର ବିୟୋଗ ପରେ ସେମାନେ ସମସ୍ତେ ମୁକୁଟମଣ୍ଡିତ ହୋଇ ରାଜା ହେଲେ ଏବଂ ବହୁ ବର୍ଷ ବ୍ୟାପୀ ସେମାନଙ୍କର ପୁତ୍ରଗଣ ମଧ୍ୟ ସେମାନଙ୍କ ପରେ ରାଜୁତି କଲେ। ସେମାନେ ଭୂପୃଷ୍ଠରେ ବହୁବିଧ ଅନିଷ୍ଟ କର୍ମ ସାଧନ କଲେ। ଆନ୍ତିଓଖସ୍ ଏପିଫାନେସ୍ ସେମାନଙ୍କ ବଂଶରୁ ରାଜା ଆନ୍ତିଓଖସଙ୍କ ପୁତ୍ର ଓ ଆନ୍ତିଓଖସ୍ ଏପିଫାନେସ୍ ନାମକ ଏକ ଦୁଷ୍ଟ ମୁକ ଉଦ୍ଭବ ହେଲା। ସେ ପୂର୍ବରେ ରୋମରେ ବନ୍ଦୀ ଜୀବନଯାପନ କରିଥିଲେ। ଗ୍ରୀକ୍ ସାମ୍ରାଜ୍ୟ ସଂସ୍ଥାପନର ପରବର୍ତ୍ତୀ 137 ବର୍ଷରେ ସେ ରାଜୁତି କରିବାକୁ ଆରମ୍ଭ କଲେ। ସେହି ଦିନଗୁଡ଼ିକରେ କେତେକ ସନ୍ଧର୍ମତ୍ୟାଗୀ ବ୍ୟକ୍ତି ଆଗେଇ ଆସି ବହୁ ସଂଖ୍ୟକ ଜନତାକୁ ପଥଭ୍ରଷ୍ଟ କରାଇ କହିଲେ, ଆମେ ଯାଇ ଚତୁଃପାର୍ଶ୍ୱସ୍ଥ ବିଜାତୀୟମାନଙ୍କ ସହ ଚୁକ୍ତି ସନ୍ଧି ସାଲିସ କରିବା, କାରଣ ସେମାନଙ୍କ ସଂସ୍ପର୍ଶକୁ ପୃଥ୍ୱୀକୃତ ହେଲା ପରେ ଆମ ନିମନ୍ତେ ବହୁବିଧ ଅନିଷ୍ଟ କାର୍ଯ୍ୟ ସଂଘଟିତ ହେଲା। ଏହି ପ୍ରସ୍ତାବ ଶୁଣି ସେମାନେ ସନ୍ତୁଷ୍ଟ ହେଲେ। କେତେକ ବ୍ୟକ୍ତି ଉତ୍ସୁକତା ପୂର୍ବକ ରାଜାଙ୍କ ନିକଟକୁ ଗଲେ। ବିଜାତୀୟମାନଙ୍କର ଦେଶାଚାର ସମୂହର ଅନୁଗାମୀ ହେବା ପାଇଁ ସେ ସେମାନଙ୍କୁ ଅନୁମତି ଦେଲେ। ସୁତରାଂ ସେମାନେ ବିଜାତୀୟମାନଙ୍କର ପଥାନୁଯାୟୀ ଜେରୁସାଲେମରେ ଏକ ବ୍ୟାୟାମ ବିଦ୍ୟାଳୟ ନିର୍ମାଣ କଲେ, ପରିଚ୍ଛେଦନର ଚିହ୍ନ ମାର୍ଜନ କଲେ ଓ ପବିତ୍ର ବ୍ୟବସ୍ଥା ବିଧାନକୁ ପରିତ୍ୟାଗ କଲେ। ବିଜାତୀୟମାନଙ୍କ ସହ ଆସକ୍ତ ହୋଇ ଅନିଷ୍ଟ କାର୍ଯ୍ୟ ସମ୍ପାଦନ ପାଇଁ ସେମାନେ ନିଜକୁ ବିକ୍ରୟ କଲେ। ନିଜ ରାଜ୍ୟ ଉପରେ ନିଜର କର୍ତ୍ତୃତ୍ୱାଧିକାର ସୁରକ୍ଷିତ ଥିବା ଦେଖି ଆନ୍ତିଓଖସ୍ ଇଜିପ୍ଟର ମଧ୍ୟ ରାଜା ହେବା ପାଇଁ ଆଶା ପୋଷଣ କଲେ, କାରଣ ଉଭୟ ରାଜ୍ୟ ଉପରେ ରାଜୁତି କରିବା ତାଙ୍କର ମନସ୍କାମନା ଥିଲା। ସୁତରାଂ ରଥ, ଗଜ, ଅଶ୍ୱାରୋହୀ ସୈନ୍ୟ ତଥା ବିଶାଳ ନୌବାହିନୀ ବିଶିଷ୍ଟ ଏକ ବିରାଟ ସୈନ୍ୟ ସମେତ ସେ ଇଜିପ୍ଟ ଆକ୍ରମଣ କଲେ। ଇଜିପ୍ଟର ରାଜା ଟଲେମୀଙ୍କ ସଙ୍ଗରେ ସେ ଯୁଦ୍ଧ କଲେ। ଟଲେମୀ ପରାଜିତ ହେବାରୁ ବୁଲି ପଡ଼ି ପଳାୟନ କଲେ ଓ ଅନେକ ବ୍ୟକ୍ତି ଆଘାତପ୍ରାପ୍ତ ହୋଇ ପଡ଼ିଲେ।
ସେମାନେ ଇଜିପ୍ଟର ଦୁର୍ଗ ବିଶିଷ୍ଟ ସୁରକ୍ଷିତ ନଗରୀଗୁଡ଼ିକୁ ଅଧିକାର କଲେ ଓ ସେ ଇଜିପ୍ଟକୁ ଲୁଣ୍ଠନ କଲେ। 143 ବର୍ଷରେ ଇଜିପ୍ଟକୁ ପରାସ୍ତ କଲା ପରେ ଆନ୍ତିଓଖସ୍ ଫେରିଗଲେ। ଏକ ଶକ୍ତିଶାଳୀ ସୈନ୍ୟ ଦଳ ସମେତ ଇସ୍ରାଏଲ ବିରୁଦ୍ଧରେ ଯାତ୍ରା କରି ସେ ଜେରୁସାଲେମରେ ଆସି ପହଞ୍ଚିଲେ। ଔଦ୍ଧତ୍ୟର ସହ ପବିତ୍ରାଳୟରେ ପ୍ରବେଶ କରି ସୁବର୍ଣ୍ଣ ବଳିପୀଠ, ଆଲୋକ ଦେବା ପାଇଁ ଉପଯୋଗୀ ଦୀପରୁଖା ଓ ତାହାର ସମସ୍ତ ଉପକରଣକୁ ସେ ହସ୍ତଗତ କଲେ। ଦିବ୍ୟ ସାନ୍ନିଧ୍ୟ ପ୍ରତୀକ ରୁଟି ଉତ୍ସର୍ଗ କରିବା ପାଇଁ ଉପଯୋଗୀ ମେଜ, ପାନୀୟ ବଳି ପାଇଁ ଆବଶ୍ୟକ ପାତ୍ର ସମୂହ, ସୁବର୍ଣ୍ଣ ଧୂପ କଳସ, ଯବନିକା, ମୁକୁଟ ଓ ଦେବାଳୟ ସମ୍ମୁଖରେ ଅବସ୍ଥିତ ସୁବର୍ଣ୍ଣ ଅଳଙ୍କାର ସବୁକୁ ସେ ଲୁଣ୍ଠନ କଲେ। ସେଠାରେ ଥିବା ରୌପ୍ୟ, ସ୍ୱର୍ଣ୍ଣ ତଥା ବହୁମୂଲ୍ୟ ପାତ୍ର ସବୁକୁ ସେ କରାୟତ୍ତ କଲେ। ଗୋପନରେ ଥିବା ସମ୍ପଦ ମଧ୍ୟରୁ ଯାହା ସବୁ ସେ ଦେଖିବାକୁ ପାଇଲେ, ସେ ସମସ୍ତ ସେ ଲୁଣ୍ଠନ କଲେ। ସେ ସମସ୍ତ ଅଧିକାର କରି ସେ ସ୍ୱଦେଶକୁ ଫେରିଗଲେ। ସେ ହତ୍ୟାର କର୍ମ ସାଧନ କଲେ ଓ ଦାମ୍ଭିକତାର ସହ କଥାବାର୍ତ୍ତା କଲେ। ଇସ୍ରାଏଲୀୟ ଜନସମୂହ ଅତ୍ୟଧିକ ଦୁଃଖିତ ହେଲେ ଓ ଶାସକ ବୃନ୍ଦ ତଥା ବୟୋଜ୍ୟେଷ୍ଠ ଗଣ ଶୋକାର୍ତ୍ତ ହେଲେ। ତରୁଣୀ ତଥା ତରୁଣମାନେ ମୂର୍ଚ୍ଛିତ ହେଲେ ଓ ମହିଳାମାନଙ୍କର ସୌନ୍ଦର୍ଯ୍ୟ ନିଷ୍ପ୍ରଭ ହେଲା। ବରଗଣ ବିଳାପ କଲେ ଓ ବିବାହୋତ୍ସବ କକ୍ଷରେ ଉପବିଷ୍ଟ ହୋଇ ବଧୂଗଣ ରୋଦନ କଲେ। ସେହି ଦେଶବାସୀ ବ୍ୟକ୍ତିମାନଙ୍କ ପ୍ରତି ଦେଶଟି ପ୍ରକମ୍ପିତ ହେଲା ଓ ଯାକୋବଙ୍କ ଭବନ ଅପମାନରେ ଆଚ୍ଛାଦିତ ହେଲା। ଧର୍ମ ତାଡ଼ନା। 2ଟି ବର୍ଷ ଅତିବାହିତ ହେଲା ପରେ ନିଜର ଜଣେ ପ୍ରମୁଖ କରଗ୍ରାହକକୁ ଜୁଦା ଦେଶସ୍ଥ ନଗରୀଗୁଡ଼ିକ ଅଭିମୁଖରେ ରାଜା ପଠାଇଲେ। ଏକ ବିରାଟ ସୈନ୍ୟଦଳ ସମେତ ସେ ଜେରୁସାଲେମକୁ ଆସିଲେ। ପ୍ରବଞ୍ଚନାତ୍ମକ ଭାବେ ସେ ସେମାନଙ୍କ ସହ ଶାନ୍ତିପୂର୍ଣ୍ଣ ବାକ୍ୟରେ କଥା କହିଲେ। ତହୁଁ ସେମାନେ ବହୁ ବିଶ୍ୱାସ କଲେ। କିନ୍ତୁ ସେ ଅକସ୍ମାତ୍ ଭାବେ ନଗରୀକୁ ଆକ୍ରମଣ କଲେ ଓ ତାହାକୁ କଠୋର ରୂପେ ଆଘାତ କରି ଅନେକ ଇସ୍ରାଏଲଙ୍କୁ ବିନାଶ କଲେ। ସେ ନଗରୀ ଲୁଣ୍ଠନ କରି ଅଗ୍ନିରେ ଦଗ୍ଧ କଲେ ଏବଂ ତନ୍ମଧ୍ୟସ୍ଥ ଗୃହସମୂହ ତଥା ଚତୁଃପାର୍ଶ୍ୱସ୍ଥ ପ୍ରାଚୀରକୁ ବିଧ୍ୱସ୍ତ କଲେ। ସେମାନେ ନାରୀ ତଥା ଶିଶୁମାନଙ୍କୁ ବନ୍ଦୀ କଲେ ଓ ପଶୁପଲକୁ ଅଧିକାର କଲେ। ସେମାନେ ବିରାଟ ତଥା ଶକ୍ତିଶାଳୀ ପ୍ରାଚୀର ତଥା ଗମ୍ବୁଜ ସମୂହ ନିର୍ମାଣ କରି ଦାବିଦଙ୍କ ନଗରୀକୁ ସୁରକ୍ଷିତ କଲେ ଓ ତାହାକୁ ନିଜର ଦୁର୍ଗାଶ୍ରୟ ସ୍ଥାନରେ ପରିଣତ କଲେ। ସେମାନେ ସେଠାରେ ଦୁଷ୍ଟ ଓ ଅଧର୍ମୀ ଲୋକଙ୍କୁ ରଖିଲେ ଓ ଏହିମାନେ ତନ୍ମଧ୍ୟରେ ସୁରକ୍ଷିତାବସ୍ଥାରେ ବାସ କରିବାକୁ ଆରମ୍ଭ କଲେ। ଜେରୁସାଲେମକୁ ଲୁଣ୍ଠନ କରି ସେମାନେ ସେଠାରେ ଅସ୍ତ୍ରଶସ୍ତ୍ର ତଥା ଭକ୍ଷଣ ପଦାର୍ଥ ସଞ୍ଚୟ କଲେ ଏବଂ ସେମାନେ ଏକ ବିଶାଳ ଫାଶ ରୂପେ ପରିଣତ ହେଲେ। ତାହା ପବିତ୍ରାଳୟକୁ ଆକ୍ରମଣ କରିବା ପାଇଁ ଉଦ୍ଦିଷ୍ଟ ଏକ ଗୁପ୍ତ ସ୍ଥାନ ଓ ଇସ୍ରାଏଲକୁ ନିରନ୍ତର ବ୍ୟତିବ୍ୟସ୍ତ କରୁଥିବା ଏକ ଦୁଷ୍ଟ ବିରୋଧୀ ରୂପେ ପରିଣତ ହେଲା। ସେମାନେ ପବିତ୍ରାଳୟର ଚତୁଃପାର୍ଶ୍ୱରେ ନିଷ୍କଳଙ୍କ ରକ୍ତପାତ କଲେ। ସେମାନେ ପବିତ୍ରାଳୟକୁ ଅପବିତ୍ର ମଧ୍ୟ କଲେ। ସେମାନଙ୍କ ଯୋଗୁଁ ଜେରୁସାଲେମବାସୀ ପଳାୟନ କଲେ ଓ ତାହା ବିଦେଶୀମାନଙ୍କର ବାସସ୍ଥାନ ହେଲା। ଜେରୁସାଲେମ ସ୍ୱସନ୍ତାନମାନଙ୍କ ଠାରୁ ବଞ୍ଚିତ ହେଲା। ତାହାର ସନ୍ତାନମାନେ ତାହାଙ୍କୁ ଉପେକ୍ଷା କଲେ। ତାହାର ପବିତ୍ରାଳୟ ମରୁଭୂମି ସଦୃଶ ବିଜନ ହେଲା ଓ ତାହାର ଉତ୍ସବ ସବୁ ବିଳାପ ଦିନରେ ପରିଣତ ହେଲା। ସାବତ ଦିବସ ଉପହାସର ପାତ୍ର ହେଲା ଏବଂ ତାହାର ସୁଖ୍ୟାତି ଅପମାନଜନକ ହେଲା। ବର୍ତ୍ତମାନର ଅପମାନ
ତାହାର ପୂର୍ବର ମହିମା ସହିତ ସମାନ ହେଲା ଏବଂ ତାହାର ଉନ୍ନତାବସ୍ଥା ବିଳାପର କାରଣରେ ପରିଣତ ହେଲା। ସେ ସମୟରେ ରାଜା ଗୋଟିଏ ବିଜ୍ଞାପନ ଉଲ୍ଲେଖ କରି ନିଜ ରାଜ୍ୟ ସାରା ଘୋଷଣା କଲେ ଯେ ସମସ୍ତେ ନିଜ ନିଜର ଦେଶାଚାରକୁ ଉପେକ୍ଷା କରି ଜଣେ ମାତ୍ର ଜାତିରେ ଏକତ୍ରୀଭୂତ ହେବା ଆବଶ୍ୟକ। ବିଜାତୀୟମାନେ ରାଜାଙ୍କ ଆଦେଶ ସ୍ୱୀକାର କଲେ। ସଂଖ୍ୟାଧିକ ଇସ୍ରାଏଲମାନେ ମଧ୍ୟ ତାଙ୍କର ଧର୍ମକୁ ଅବଲମ୍ବନ କଲେ। ସେମାନେ ପିତୁଳା ସମ୍ମୁଖରେ ନୈବେଦ୍ୟ ଉତ୍ସର୍ଗ କଲେ ଓ ସାବତକୁ ଅପବିତ୍ର କଲେ। ଜେରୁସାଲେମ ତଥା ଜୁଦା ଦେଶର ନଗରୀ ସମୂହ ନିକଟକୁ ଦୂତଙ୍କ ଜରିଆରେ ରାଜା ପତ୍ର ପଠାଇଲେ ଓ ନିଜ ଦେଶରେ ଅଜ୍ଞାତ ଥିବା ରୀତିନୀତିକୁ ଅନୁସରଣ କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଲେ। ପବିତ୍ରାଳୟରେ ହୋମ ବଳି, ପାନୀୟ ବଳି ତଥା ଅନ୍ୟାନ୍ୟ ବଳି ଉତ୍ସର୍ଗ କରିବା ପାଇଁ ସେ ନିଷେଧ କଲେ। ସାବତ ଦିବସ ତଥା ଉତ୍ସବ ସବୁକୁ ଅପବିତ୍ର କରିବା ଓ ପବିତ୍ରାଳୟ ତଥା ଯାଜକମାନଙ୍କୁ କଳଙ୍କିତ କରିବା ପାଇଁ ସେ ଆଦେଶ ଦେଲେ। ପିତୁଳା ସମୂହ ଉଦ୍ଦେଶ୍ୟରେ ଯାଗପୀଠ, ମନ୍ଦିର ତଥା ମନ୍ଦିର ପରିବେଷ୍ଟିତ କୁଞ୍ଜବନ ନିର୍ମାଣ କରିବା ଏବଂ ଶୂକର ତଥା ଅଶୁଦ୍ଧ ପଶୁମାନଙ୍କୁ ଉତ୍ସବ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଲେ। ସେମାନଙ୍କର ପୁତ୍ରମାନଙ୍କୁ ପରିଚ୍ଛେଦନ କରିବା ପାଇଁ ସେ ନିଷେଧ କଲେ। ବିଧିବିଧାନକୁ ବିସ୍ମୃତ ହେବା ଓ ଅଧ୍ୟାଦେଶ ସବୁକୁ ପରିବର୍ତ୍ତିତ କରିବା ଉଦ୍ଦେଶ୍ୟରେ ଅଶୁଦ୍ଧ ତଥା ଅପବିତ୍ର କାର୍ଯ୍ୟକଳାପ ସମ୍ପାଦନ କରି ନିଜ ନିଜକୁ ନିକୃଷ୍ଟ କରିବା ପାଇଁ ସେ ସେମାନଙ୍କୁ ଆଦେଶ ଦେଲେ। ସେ ବିଜ୍ଞାପନ କଲେ ଯେ ଯିଏ ରାଜାଙ୍କ ଆଦେଶର ଅନୁଗତ ହେବ ନାହିଁ ସେ ନିହତ ହେବ। ଏପରି ଆଦେଶ ଲିପିବଦ୍ଧ କରି ସେ ନିଜର ରାଜ୍ୟ ସାରା ପ୍ରଖ୍ୟାପନ କଲେ। ସମସ୍ତ ଜାତିଙ୍କ ଉପରେ ସେ ପରିଦର୍ଶକମାନଙ୍କୁ ନିୟୋଜିତ କଲେ ଓ ଜୁଦାର ନଗରୀ ସମୂହକୁ ଗୋଟି ଗୋଟି କରି ନୈବେଦ୍ୟ ଉତ୍ସର୍ଗ କରିବାକୁ ସେ ଆଦେଶ ଦେଲେ। ବିଧାନର ଉପେକ୍ଷାକାରୀ ସମସ୍ତେ ସେମାନଙ୍କ ପ୍ରତି ଆସକ୍ତ ହେଲେ ଓ ସେମାନେ ଦେଶ ମଧ୍ୟରେ ବହୁବିଧ ଦୁଷ୍କର୍ମ ସାଧନ କଲେ। ଏତଦ୍ୱାରା ଇସ୍ରାଏଲକୁ ସମସ୍ତ ଆଶ୍ରୟ ସ୍ଥାନମାନଙ୍କରେ ଲୁକାୟିତ ହୋଇ ରହିବା ଆବଶ୍ୟକ ହେଲା। 145 ବର୍ଷର କିସ୍ଲେଭ ମାସର 15ତମ ଦିବସରେ ସେମାନେ ହୋମବଳି ପୀଠ ଉପରେ ବିନାଶର ନିକୃଷ୍ଟ ବସ୍ତୁକୁ ପ୍ରତିଷ୍ଠା କଲେ। ଚତୁଃପାର୍ଶ୍ୱସ୍ଥ ଜୁଦା ନଗରୀ ଗୁଡ଼ିକରେ ସେମାନେ ଯାଗପୀଠ ନିର୍ମାଣ କଲେ। ଗୃହଦ୍ୱାର ତଥା ନଗରୀ ରାସ୍ତାଗୁଡ଼ିକରେ ସେମାନେ ଧୂପାର୍ଚ୍ଚନା କଲେ। ଅଧିକୃତ ହୋଇଥିବା ବିଧାନ ଗ୍ରନ୍ଥଗୁଡ଼ିକୁ ଛିନ୍ନ କରି ସେମାନେ ସେଗୁଡ଼ିକୁ ଦଗ୍ଧ କଲେ। ଯାହା ନିକଟରେ ବ୍ୟବସ୍ଥା ବିଧାନର ଗ୍ରନ୍ଥ ଦେଖିବାକୁ ମିଳିଲା କିମ୍ବା ଯେ ବିଧାନ ପ୍ରତି ଆସକ୍ତ ଥିଲା ସେ ନିହତ ହେବା ପାଇଁ ରାଜାଙ୍କ ନିର୍ଦ୍ଦେଶନାମାର ଆଦେଶ ଥିଲା। ନଗରୀଗୁଡ଼ିକରେ ଏହିପରି ଧରାଯାଇଥିବା ଇସ୍ରାଏଲୀୟମାନଙ୍କୁ ସେମାନେ ପ୍ରତି ମାସ ଶାସ୍ତି ବିଧାନ କରିଥିଲେ। ମାସଟିର 25ତମ ଦିବସରେ ସେମାନେ ହୋମବଳି ପୀଠ ଉପରେ ସଂସ୍ଥାପିତ ଯାଗପୀଠ ଉପରେ ନୈବେଦ୍ୟ ଉତ୍ସର୍ଗ କଲେ। ନିଜର ପୁତ୍ରକୁ ପରିଚ୍ଛେଦନ କରିଥିବା ନାରୀମାନଙ୍କୁ ସେମାନେ ରାଜାଙ୍କ ନିର୍ଦ୍ଦେଶନାମା ମୁତାବକ ନିଧନ କଲେ। ସେମାନଙ୍କ ପରିବାରର ବ୍ୟକ୍ତିଗଣ ତଥା ପରିଚ୍ଛେଦନ କ୍ରିୟା ସାଧନକାରୀ ସମସ୍ତେ ମଧ୍ୟ ନିହତ ହେଲେ। ମାତାମାନଙ୍କ ଗଳାରେ ଝୁଲାଇ ସେମାନେ ଶିଶୁମାନଙ୍କୁ ବଧ କଲେ। ତଥାପି ବହୁ ସଂଖ୍ୟକ ଇସ୍ରାଏଲୀୟ ଜନତା ଅଟଳ ରହି ଦୃଢ଼ ପ୍ରତିଜ୍ଞ ହେଲେ ଯେ ଅପବିତ୍ର ଭକ୍ଷଣ ପଦାର୍ଥ ଆହାର କରିବେ ନାହିଁ। ଭକ୍ଷଣ ଦ୍ୱାରା ନିଜକୁ ଅପବିତ୍ର କରିବା କିମ୍ବା ପବିତ୍ର ବ୍ୟବସ୍ଥା ବିଧାନକୁ ଅଶୁଦ୍ଧ କରିବା ଅପେକ୍ଷା
ବରଂ ମୃତ୍ୟୁବରଣ କରିବା ପାଇଁ ସେମାନେ ଅଧିକ ଇଚ୍ଛୁକ ହେଲେ। ଇସ୍ରାଏଲ ଏହିପରି ଭାବେ ପ୍ରଚଣ୍ଡ କୋପର ପାତ୍ର ହେଲା। ଅଧ୍ୟାୟ 2। ମାତାଥିଆସ ଓ ତାଙ୍କର ପୁତ୍ରଗଣ। ସେହିଦିନ ମାନଙ୍କରେ ଯୋଆରିବ କୁଳ ବଂଶଜ ଓ ସିମିୟନଙ୍କର ପୈତ୍ର ତଥା ଯୋହାନାଙ୍କ ପୁତ୍ର ଯାଜକ ମାତାଥିଆସ ଜେରୁସାଲେମରୁ ଯାତ୍ରା କରି ମଦେଇନରେ ବାସ କଲେ। ଗାଦି ବନାମ ଯୋହାନାନ, ତାସି ନାମିତ ସିମୋନ, ମାକାବେୟସ ଅଭିହିତ ଜୁଦାସ, ଆବ୍ରାନ ନାମରେ ନାମିତ ଏଲେଆସାର, ଆପୁସ ନାମରେ ଅଭିହିତ ଜନାଥାନ ପ୍ରଭୃତି ତାଙ୍କର 5 ଜଣ ପୁତ୍ର ଥିଲେ। ଜୁଦା ତଥା ଜେରୁସାଲେମରେ ସଂଘଟିତ ହେଉଥିବା ଈଶ୍ୱର ନିନ୍ଦା ଦେଖି ମାତାଥିଆସ କହିଲେ, ହାୟ, ମୋର ସ୍ୱଜନମାନ ତଥା ପବିତ୍ର ନଗରୀର ବିନାଶ ଦେଖିବା ପାଇଁ ମୋର ଜନ୍ମ କାହିଁକି ହେଲା? ପବିତ୍ର ନଗରୀ ଶତ୍ରୁ ହସ୍ତରେ ଓ ପବିତ୍ରାଳୟ ବିଦେଶୀମାନଙ୍କ ହସ୍ତରେ ସମର୍ପିତ ହେବା ଦେଖି ସେଠାରେ ବାସ କରିବା ପାଇଁ ମୁଁ କ'ଣ ଜାତ ହୋଇଛି? ତାହାର ଦେବାଳୟ ମହିମାହୀନ ମନୁଷ୍ୟ ସଦୃଶ ହୋଇଛି। ତାହାର ବିଶିଷ୍ଟ ପାତ୍ରଗୁଡ଼ିକ ଲୁଣ୍ଠିତ ହୋଇଛି। ତାହାର ଶିଶୁଗଣ ନଗରୀ ପଥରେ ନିହତ ହୋଇଛନ୍ତି ଓ ତାହାର ଯୁବା ବ୍ୟକ୍ତିଗଣ ଶତ୍ରୁମାନଙ୍କ ଖଡ଼୍ଗ ଦ୍ୱାରା ମୃତ୍ୟୁବରଣ କରିଛନ୍ତି। କେଉଁ ରାଜ୍ୟ ତାହାର ଅଟ୍ଟାଳିକା ସମୂହକୁ ଅଧିକାର କରିନାହିଁ ଓ ତାହାକୁ ଲୁଣ୍ଠନ କରିନାହିଁ? ତାହାର ସମସ୍ତ ଅଳଙ୍କାର ତାହାଠାରୁ ଅପହୃତ ହୋଇଛି। ସେ ପୁଣି ସ୍ୱାଧୀନା ନୁହେଁ, ବରଂ ଦାସୀ ରୂପେ ପରିଣତ ହୋଇଛି। ଆମମାନଙ୍କ ସୁନ୍ଦର ତଥା ମହିମାମଣ୍ଡିତ ପବିତ୍ର ସ୍ଥାନ ବିଜନ ହୋଇ ରହିଛି। ବିଜାତୀୟମାନେ ତାହାକୁ ଅପବିତ୍ର କରିଅଛନ୍ତି। ସେମାନେ ଆହୁରି କାହିଁକି ଜୀବିତ ରହିବା? ଏହାପରେ ମାତାଥିଆସ ଓ ତାଙ୍କ ପୁତ୍ରମାନେ ସ୍ୱପରିହିତ ବସ୍ତ୍ରକୁ ଛିନ୍ନ କଲେ ଓ ଚଟବସ୍ତ୍ର ପରିହିତ ହୋଇ ଅତ୍ୟଧିକ ବିଳାପ କଲେ। ମାତାଥିଆସଙ୍କ ପ୍ରତିରୋଧ। ଜନତା ଯେପରି ଧର୍ମତ୍ୟାଗ କରନ୍ତି, ସେଥିପାଇଁ ସେମାନଙ୍କୁ ବଳାଉଥିବା ରାଜାଙ୍କ କର୍ମଚାରୀମାନେ ମଦେଇନବାସୀମାନଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ସକାଶେ ସେଠାକୁ ଆସିଲେ। ଇସ୍ରାଏଲୀୟମାନଙ୍କ ମଧ୍ୟରୁ ଅନେକେ ସେମାନଙ୍କ ପାଖକୁ ଗଲେ। ମାତାଥିଆସ ଓ ତାଙ୍କ ପୁତ୍ରମାନେ ମଧ୍ୟ ସେଠାରେ ଏକତ୍ରିତ ହେଲେ। ରାଜାଙ୍କ କାର୍ଯ୍ୟ ପରିଦର୍ଶକମାନେ ମାତାଥିଆସଙ୍କୁ କହିଲେ, ତୁମେ ଏହି ନଗରୀର ଜଣେ ଶ୍ରଦ୍ଧାସ୍ପଦ ତଥା ମହାନ ନେତା ଅଟ। ଏତଦ୍‌ବ୍ୟତୀତ ତୁମ ପୁତ୍ର ତଥା ଭ୍ରାତାଗଣ ତୁମକୁ ସମର୍ଥନ ମଧ୍ୟ କରନ୍ତି। ବିଜାତୀୟମାନେ, ଯୁଦାବାସୀଗଣ ଓ ଜେରୁସାଲେମର ଅବଶିଷ୍ଟ ବ୍ୟକ୍ତିବୃନ୍ଦ ଯେପରି କରିଅଛନ୍ତି, ସେହିପରି ରାଜାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ତୁମେ ପ୍ରଥମତଃ ଆଗେଇ ଆସ। ତାହାହେଲେ ତୁମେ ଓ ତୁମର ପୁତ୍ରମାନେ ରାଜାଙ୍କର ବନ୍ଧୁ ସଦୃଶ ବିବେଚିତ ହେବ ଏବଂ ରୌପ୍ୟ, ସ୍ୱର୍ଣ୍ଣ ତଥା ଅନ୍ୟ ବହୁବିଧ ଉପହାରରେ ପୁରସ୍କୃତ ହୋଇ ସମ୍ମାନିତ ହେବ। କିନ୍ତୁ ଉତ୍ତରରେ ମାତାଥିଆସ ଉଚ୍ଚ ସ୍ୱରରେ କହିଲେ, ଯଦିଓ ରାଜାଙ୍କ ଶାସନାଧୀନସ୍ଥ ସମସ୍ତ ଜନତା ତାଙ୍କର ଅନୁଗତ ହୋଇ ସେମାନଙ୍କ ପିତୃପୁରୁଷମାନଙ୍କର ଧର୍ମକୁ ତ୍ୟାଗ କରନ୍ତି ଓ ତାଙ୍କର ଆଜ୍ଞାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ମନୋନୀତ କରିଅଛନ୍ତି, ତଥାପି ମୁଁ ମୋର ପୁତ୍ରଗଣ ତଥା ଭ୍ରାତାଗଣ ଆମ ପିତୃପୁରୁଷମାନଙ୍କର ବ୍ୟବସ୍ଥା ବିଧାନ ଅନୁଯାୟୀ ଜୀବନଯାପନ କରିବୁ। ଆମେ ଯେ ବିଧାନ ତଥା ଅଧ୍ୟାଦେଶଗୁଡ଼ିକୁ ତ୍ୟାଗ କରୁ, ସେପରି ଏକ ସୁଯୋଗ ଆମଠାରୁ ଦୂରେଇ ଯାଉ। ରାଜାଙ୍କ ଆଦେଶର ଅନୁଗତ ହେବା ପାଇଁ
ଆମେମାନେ ଆମ ଧର୍ମ ପାଳନର ଦକ୍ଷିଣ କିମ୍ବା ବାମ ଆଡ଼କୁ ଲେଶ ମାତ୍ର ଫେରିବୁ ନାହିଁ। ସେ ଯେତେବେଳେ ଏ ସମସ୍ତ ବାକ୍ୟକୁ ସମାପ୍ତ କଲେ, ସେତେବେଳେ ରାଜାଙ୍କ ଆଦେଶ ମୁତାବକ ମଦେଇନରେ ସ୍ଥାପିତ ଯାଗପୀଠ ଉପରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଜଣେ ଯିହୁଦୀ ସମସ୍ତଙ୍କ ଦୃଷ୍ଟିରେ ଆଗେଇ ଆସିଲା। ତାହା ଦେଖି ମାତାଥିଆସ ଧର୍ମୋତ୍ସାହ ଦ୍ୱାରା ଜଡ଼ିତ ହେଲେ ଓ ତାଙ୍କର ହୃଦୟ ଉତ୍ତେଜିତ ହେଲା। ନୀତିନିଷ୍ଠ ରସରେ ପକାକ୍ରାନ୍ତ ହୋଇ ସେ ଧାଇଁ ଯାଇ ତାକୁ ଯାଗପୀଠ ଉପରେ ନିଧନ କଲେ। ନୈବେଦ୍ୟ ଉତ୍ସର୍ଗ କରିବାକୁ ବୋଳାଉଥିବା ରାଜାଙ୍କ ସେହି କର୍ମଚାରୀକୁ ମଧ୍ୟ ସେ ସମୟରେ ସେ ବଦ୍ଧ କଲେ ଏବଂ ଯଜ୍ଞପୀଠକୁ ବିଧ୍ୱସ୍ତ କଲେ। ସାଲୁର ପୁତ୍ର ଶିମ୍ରି ବିରୁଦ୍ଧରେ ଫିନେହାସ କରିଥିବା ଅନୁଯାୟୀ ସେ ବିଧାନ ଅନୁରାଗରେ ଜଡ଼ିତ ହେଲେ। ଏହାପରେ ମାତାଥିଆସ ଉଚ୍ଚ ସ୍ୱରରେ ଚିତ୍କାର କରି କହିଲେ, ଯେଉଁମାନେ ବିଧାନ ପ୍ରତି ଅନୁରକ୍ତ ଓ ବ୍ୟବସ୍ଥା ବିଧାନର ସମର୍ଥନକାରୀ, ସେମାନେ ମୋ ଗହଣରେ ଆସନ୍ତୁ। ତତ୍ପରେ ନଗରୀରେ ଥିବା ସବୁ କିଛି ତ୍ୟାଗ କରି ସେ ଓ ତାଙ୍କର ପୁତ୍ରମାନେ ପାହାଡ଼ ସମୂହକୁ ପଳାୟନ କଲେ। ସାବତରେ ସେମାନଙ୍କ କଠିନ ପରୀକ୍ଷା। ସେ ସମୟରେ ଯେଉଁମାନେ ଧର୍ମପରାୟଣତା ତଥା ନୀତିନିଷ୍ଠାର ଅନ୍ୱେଷଣକାରୀ ଥିଲେ, ସେମାନେ ପଳାୟନ କରି ମରୁ ପ୍ରାନ୍ତରେ ବାସ କଲେ। ଦୁଷ୍କର୍ମ ଗୁଡ଼ିକର ଭାରି ଅସହ୍ୟ ହେବା ଯୋଗୁଁ ସେମାନେ ନିଜ ପୁତ୍ରମାନ, ପତ୍ନୀଗଣ ତଥା ପଶୁପଲକୁ ମଧ୍ୟ ସଙ୍ଗରେ ନେଲେ। ରାଜାଙ୍କ କର୍ମଚାରୀଗଣ ତଥା ଦାବିଦଙ୍କ ନଗରୀ ଜେରୁସଲେମରେ ଅବସ୍ଥିତ ସୈନ୍ୟମାନଙ୍କୁ କୁହା ହେଲା ଯେ, ରାଜାଙ୍କ ଆଦେଶକୁ ଅସ୍ୱୀକାର କରୁଥିବା ଲୋକେ ମରୁ ପ୍ରାନ୍ତରସ୍ଥ ଗୁପ୍ତ ସ୍ଥାନମାନଙ୍କରୁ ପଳାୟନ କରିଅଛନ୍ତି। ବହୁ ସଂଖ୍ୟକ ଲୋକ ସେମାନଙ୍କର ପଶ୍ଚାଧାବନ କଲେ ଓ ଅତିକ୍ରମ କରି ସେମାନଙ୍କ ପ୍ରତିକୂଳରେ ଛାଉଣି ପକାଇ ସାବତରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କୁ ଡାକି ସେମାନେ କହିଲେ, ତୁମମାନଙ୍କର ଏହି ପ୍ରତିରୋଧ ଶେଷ କର ଓ ବାହାରି ଆସି ରାଜାଙ୍କ ଆଦେଶକୁ ଅନୁସରଣ କର। ତାହା ହେଲେ ତୁମେମାନେ ସୁରକ୍ଷିତାବସ୍ଥାରେ ଜୀବିତ ରହିବ। କିନ୍ତୁ ସେମାନେ ପ୍ରତ୍ୟୁତ୍ତର ଦେଲେ, ଆମେମାନେ ବାହାରି ଆସିବୁ ନାହିଁ କିମ୍ବା ରାଜାଙ୍କ ଆଦେଶର ଅନୁଗତ ହୋଇ ସାବତକୁ ଅପବିତ୍ର କରିବୁ ନାହିଁ। ସେ ସମୟରେ ଶତ୍ରୁମାନେ ସେମାନଙ୍କୁ ଆକ୍ରମଣ କରିବା ପାଇଁ ସତର ହେଲେ, କିନ୍ତୁ ସେମାନେ କୌଣସି ଉତ୍ତର ଦେଲେ ନାହିଁ କିମ୍ବା ଶତ୍ରୁମାନଙ୍କ ବିରୁଦ୍ଧରେ କୌଣସି ପଥର ନିକ୍ଷେପ କଲେ ନାହିଁ ଅଥବା ନିଜର ଆଶ୍ରୟ ସ୍ଥାନକୁ ରୁଦ୍ଧ କଲେ ନାହିଁ। କାରଣ ସେମାନେ କହିଲେ, ଆମେ ସମସ୍ତେ ନିର୍ଦ୍ଦୋଷ ଅବସ୍ଥାରେ ମୃତ୍ୟୁବରଣ କରିବୁ। ଅନ୍ୟାୟରେ ତୁମେମାନେ ଯେ ଆମକୁ ବଦ୍ଧ କରୁଅଛ, ଏହାର ସାକ୍ଷୀ ଆକାଶ ତଥା ପୃଥିବୀ। କିନ୍ତୁ ଶତ୍ରୁମାନେ ସେମାନଙ୍କୁ ସାବତରେ ଆକ୍ରମଣ କଲେ ଓ 1000 ସଂଖ୍ୟକ ଲୋକ ସେମାନଙ୍କ ପୁତ୍ର, ପତ୍ନୀ ତଥା ପଶୁପଲ ସମେତ ମୃତ୍ୟୁ ମୁଖରେ ପଡ଼ିଲେ। ମାତାଥିଆସ ଓ ତାଙ୍କ ସହଚରମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ। ଏହାର ଅବଗତ ହୋଇ ମାତାଥିଆସ ଓ ତାଙ୍କର ସହବର୍ତ୍ତୀ ମିତ୍ରଗଣ ସେମାନଙ୍କ ନିମନ୍ତେ ଶୋକ ପ୍ରକାଶ କଲେ। ପ୍ରତ୍ୟେକ ବ୍ୟକ୍ତି ନିଜ ପ୍ରତିବେଶୀଙ୍କୁ କହିଲା, ଆମ ଭ୍ରାତାଗଣ କରିଥିବା ଅନୁଯାୟୀ ଆମେମାନେ ମଧ୍ୟ ଯଦି ସାଧନ କରୁ ଓ ସ୍ୱଜୀବନ ତଥା ଅଧ୍ୟାଦେଶ ଗୁଡ଼ିକର ସମର୍ଥନ ପାଇଁ ବିଜାତୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯଦି ଅସମ୍ମତ ହେଉ, ତେବେ ସେମାନେ ଆମକୁ ଖୁବ୍ ଶୀଘ୍ର ଭୂପୃଷ୍ଠରୁ ବିନାଶ କରିବେ। ସୁତରାଂ ସେମାନେ ସେହି ଦିନ ଏହି ନିଷ୍ପତ୍ତି ନେଲେ, ସାବତରେ ଆକ୍ରମଣ କରିବା ସକାଶେ ଆସୁଥିବା ସମସ୍ତଙ୍କ ବିରୁଦ୍ଧରେ ଆମେ ଯୁଦ୍ଧ କରିବା। ଗୁପ୍ତ ସ୍ଥାନମାନଙ୍କରେ ରହି
ମୃତ୍ୟୁ ମୁଖରେ ପଡ଼ିଥିବା ଆମ ଭ୍ରାତାମାନଙ୍କ ସଦୃଶ ଆମେମାନେ ମୃତ୍ୟୁବରଣ କରିବା ନାହିଁ। ଏହାପରେ ଯେଉଁମାନେ ବିଧିବିଧାନର ସମର୍ଥନ ପାଇଁ ନିଜ ନିଜକୁ ସମର୍ପଣ କରିଥିଲେ ଓ ଯେଉଁମାନେ ପ୍ରବୀଣ ଯୋଦ୍ଧା ଥିଲେ, ସେହି ହାସିଦେୟମାନଙ୍କର ଗୋଟିଏ ଦଳ ସେମାନଙ୍କ ସହ ସମ୍ମିଳିତ ହେଲେ। ନିଜ ସଙ୍କଟରୁ ମୁକ୍ତ ହେବା ପାଇଁ ପଳାୟନ କରିଥିବା ସମସ୍ତ ପଳାତକମାନେ ମଧ୍ୟ ସେମାନଙ୍କ ସହିତ ମିଳିତ ହେଲେ। ଏହିପରି ସେମାନଙ୍କର ସଂଖ୍ୟାବଳ ବୃଦ୍ଧି ପ୍ରାପ୍ତ ହେଲା। ଏହାପରେ ସେମାନେ ଗୋଟିଏ ସୈନ୍ୟ ଦଳ ସଂଗଠିତ କଲେ ଓ ସେମାନଙ୍କ କ୍ରୋଧରେ ପାପୀମାନଙ୍କୁ ଏବଂ ସେମାନଙ୍କ ରୋଷରେ ଧର୍ମତ୍ୟାଗୀମାନଙ୍କୁ ସଂହାର କଲେ। କିନ୍ତୁ ରକ୍ଷା ପାଇଥିବା ସମସ୍ତେ ସ୍ୱରକ୍ଷା ପାଇଁ ବିଜାତୀୟମାନଙ୍କ ନିକଟରେ ଆଶ୍ରୟ ନେଲେ। ଆଉ ମାତାତିଆସ ଓ ତାଙ୍କର ସହବର୍ତ୍ତୀ ମିତ୍ରଗଣ ଇତସ୍ତତ ଭ୍ରମଣ କରି ଯାଗପୀଠ ସମୂହକୁ ବିଧ୍ୱସ୍ତ କଲେ। ଇସ୍ରାଏଲର ସୀମା ସରହଦ ମଧ୍ୟରେ ଦେଖିବାକୁ ପାଇଥିବା ସମସ୍ତ ଅପରିଚ୍ଛେଦିତ ବାଳକମାନଙ୍କୁ ସେମାନେ ବଳ ପ୍ରୟୋଗ ପୂର୍ବକ ପରିଚ୍ଛେଦନ କଲେ। ସମସ୍ତ ଉଦ୍ଧତ ଲୋକଙ୍କୁ ସେମାନେ ଶିକାର କଲେ ଓ ଏହିପରି ସେମାନଙ୍କର ସମସ୍ତ କାର୍ଯ୍ୟ ଜୟଯୁକ୍ତ ହେଲା। ବିଜାତୀୟଗଣ ତଥା ରାଜାମାନଙ୍କ ହସ୍ତରୁ ସେମାନେ ବିଧିବିଧାନକୁ ରକ୍ଷା କଲେ ଓ ପାପୀମାନଙ୍କର ହସ୍ତ ଯେ ବିଜୟୀ ହୁଏ ସେଥିପାଇଁ ସେମାନେ ଅନୁମତି ଦେଲେ ନାହିଁ। ମାତାତିଆସଙ୍କ ଅନ୍ତିମ ନିର୍ଦ୍ଦେଶ ଓ ମୃତ୍ୟୁ। ମାତାତିଆସଙ୍କ ମୃତ୍ୟୁ ସମୟ ନିକଟବର୍ତ୍ତୀ ହେଲା। ତହୁଁ ସେ ନିଜ ପୁତ୍ରମାନଙ୍କୁ ଡାକି କହିଲେ, ଅହଙ୍କାର ତଥା ବତ୍ସନା ବର୍ତ୍ତମାନ ଶକ୍ତିଶାଳୀ ହୋଇଛି। ବିନାଶ ତଥା ପ୍ରଚଣ୍ଡ କୋପର ଦିନ ସମୂହ ଏହା ଅଟେ। ହେ ମୋର ପୁତ୍ରଗଣ, ବିଧିବିଧାନର ରକ୍ଷା ପାଇଁ ଉତ୍ସାହୀ ହୁଅ ଓ ତୁମ ପିତୃପୁରୁଷମାନଙ୍କ ବ୍ୟବସ୍ଥା ବିଧାନର ସମର୍ଥନ ପାଇଁ ତୁମମାନଙ୍କ ଜୀବନକୁ ସମର୍ପଣ କର। ସେମାନଙ୍କ ଦିନଗୁଡ଼ିକରେ ପିତୃପୁରୁଷମାନଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟକଳାପକୁ ସ୍ମରଣ କର। ସର୍ବୋତ୍ତମ ଶ୍ରଦ୍ଧା ତଥା ଶାଶ୍ୱତ ନାମ ଅର୍ଜନ କର। ପରୀକ୍ଷିତ ହେଲା କାଳରେ ଆବ୍ରାହାମ କ'ଣ ବିଶ୍ୱସ୍ତ ବୋଲି ଦେଖାଯାଇ ନଥିଲେ? ତାହା କ'ଣ ତାଙ୍କ ପ୍ରତି ନୀତିନିଷ୍ଠା ସଦୃଶ ପରିଗଣିତ ହୋଇନଥିଲା? କ୍ଲେଶପୂର୍ଣ୍ଣ ଦିନମାନଙ୍କରେ ଯୋସେଫ ଆଜ୍ଞାବଳୀ ପାଳନ କଲେ ଓ ତଦ୍ୱାରା ସେ ଇଜିପ୍ଟର ଅଧୀନ ହେଲେ। ଉତ୍ସାହପୂର୍ଣ୍ଣ ବ୍ୟକ୍ତି ହୋଇଥିବା ଯୋଗୁଁ ଆମ ପିତା ଫିନେହାସ ଶାଶ୍ୱତ ଯାଜକତ୍ୱର ଏକ ବ୍ୟବସ୍ଥା ବିଧାନ ଲାଭ କଲେ। ଆଦେଶକୁ କାର୍ଯ୍ୟକାରୀ କରିଥିବା ହେତୁ ଯୋଶୁଆ ଇସ୍ରାଏଲର ଜଣେ ବିଚାରପତି ହେଲେ। ଜନମଣ୍ଡଳୀ ସମ୍ମୁଖରେ ସାକ୍ଷ୍ୟ ଦେଇଥିବା କାରଣରୁ କାଲେବ ଦେଶରେ ଏକ ଉତ୍ତରାଧିକାର ପ୍ରାପ୍ତ ହେଲେ। ଦୟାଳୁ ଥିବା ଯୋଗୁଁ ଦାବିଦ ରାଜକୀୟ ସିଂହାସନର ଶାଶ୍ୱତ ଉତ୍ତରାଧିକାର ଲାଭ କଲେ। ବିଧିବିଧାନ ପ୍ରତି ଅତ୍ୟଧିକ ଉତ୍ସାହ ପ୍ରଦର୍ଶନ କରିଥିବା ହେତୁ ଏଲିଜା ସ୍ୱର୍ଗରୁ ସଂବହିତ ହେଲେ। ବିଶ୍ୱାସ କରିଥିବାରୁ ହାନାନିଆ, ଆସାରିଆ ଓ ମିଶାଏଲ ଅଗ୍ନିକୁଣ୍ଡରୁ ରକ୍ଷା ପାଇଲେ। ଦାନିଏଲ ତାଙ୍କର ନିଷ୍କଳଙ୍କତା ଯୋଗୁଁ ସିଂହ ମୁଖରୁ ଉଦ୍ଧାର ପାଇଲେ। ସୁତରାଂ ଗୋଟିଏ ଯୁଗରୁ ଅନ୍ୟ ଗୋଟିଏ ଯୁଗ ପର୍ଯ୍ୟନ୍ତ ଅନ୍ୱେଷଣ କରି ଏହାର ହୃଦବୋଧ କର ଯେ ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିଥିଲେ ସେମାନଙ୍କ ମଧ୍ୟରୁ କେହି ଶକ୍ତିରୁ ବଞ୍ଚିତ ହୋଇନଥିଲେ। ଜଣେ ପାପୀର ବାକ୍ୟ ପ୍ରତି ଭୀତ ହୁଅ ନାହିଁ, କାରଣ ତାର ମହିମା ଗୋବର ତଥା କୀଟରେ ପରିଣତ ହେବ। ଆଜି ସେ ମହିମାମଣ୍ଡିତ ହେବ, କିନ୍ତୁ ଆସନ୍ତାକାଲି ସେ ଦେଖାଯିବ ନାହିଁ, କାରଣ ସେ ଧୂଳିକୁ ଫେରି ଯାଇଛି ଓ ତା ଦ୍ୱାରା
ପରିକଳ୍ପିତ ଯୋଜନା ବିନାଶ ହେବ। ହେ ମୋର ବତ୍ସଗଣ, ସାହସୀ ହୁଅ, ବିଧାନ ପାଳନ ପାଇଁ ଉତ୍ତରୋତ୍ତର ଶକ୍ତିଶାଳୀ ହୁଅ, କାରଣ ତଦ୍ୱାରା ତୁମେମାନେ ଶ୍ରଦ୍ଧାସ୍ପଦ ହେବ। ବର୍ତ୍ତମାନ ଦେଖ, ମୁଁ ଜାଣେ ଯେ ଉପଦେଶ ଦେବା ପାଇଁ ତୁମ ଭ୍ରାତା ସିମିୟନ ଜଣେ ଜ୍ଞାନୀ ବ୍ୟକ୍ତି। ତାକୁ ସର୍ବଦା ଶୁଣ, ସେ ତୁମମାନଙ୍କର ପିତୃତୁଲ୍ୟ ହେବ। ଯୌବନ କାଳରୁ ଜୁଦାସ ମାକାବେୟସ ଜଣେ ପରାକ୍ରମୀ ଯୋଦ୍ଧା ଥିଲା। ସେ ତୁମମାନଙ୍କ ସୈନ୍ୟବାହିନୀର ନେତୃତ୍ୱ ନେବ ଓ ଜାତିସମୂହ ବିରୁଦ୍ଧରେ ସଂଗ୍ରାମ କରିବ। ବିଧାନର ପାଳନ ପାଇଁ ଉତ୍ସାହୀ ସମସ୍ତଙ୍କୁ ତୁମ ସହିତ ତୁମେମାନେ ଏକତ୍ରିତ କରିବ ଓ ତୁମ ସ୍ୱଜନମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ପାଇଁ ସେମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବ। ବିଜାତୀୟମାନଙ୍କୁ ପୂର୍ଣ୍ଣ ପରିମାଣରେ ପ୍ରତିଦାନ ପରିଶୋଧ କର ଓ ବିଧାନର ଆଦେଶକୁ ମନୋଯୋଗପୂର୍ବକ ପାଳନ କର। ତତ୍ପରେ ସେ ସେମାନଙ୍କୁ ଆଶୀର୍ବାଦ କଲେ ଓ ନିଜ ପିତୃପୁରୁଷମାନଙ୍କ ସହ ସଂଗୃହୀତ ହେଲେ। 146 ବର୍ଷରେ ସେ ମୃତ୍ୟୁବରଣ କଲେ ଏବଂ ମଦେଇନରେ ଅବସ୍ଥିତ ତାଙ୍କ ପିତୃପୁରୁଷମାନଙ୍କ କବରସ୍ଥାନରେ ସମାଧିସ୍ଥ ହେଲେ। ମହାଶୋକ ପ୍ରକାଶ କରି ସମସ୍ତ ଇସ୍ରାଏଲ ତାଙ୍କ ପ୍ରତି ବିଳାପ କଲେ।